ବିଲରେ ନଡ଼ା ପୋଡ଼ୁଥିବା ଚାଷୀଙ୍କୁ ଜେଲ୍ ପଠାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କଡ଼ା ଚେତାବନୀ ଦେଇଛନ୍ତି। ଯେଉଁ ଚାଷୀମାନେ ସେମାନଙ୍କର ଯେଉଁ ଧାନ ଏବଂ ଗହମ ଚାଷ ପରେ ସେମାନେ ଅମଳ କରିସାରିବା ପରେ ଯେଉଁ ନଡ଼ାକୁ ସେମାନେ କ'ଣ କରନ୍ତି, ବିଲରେ ପୋଡ଼ି ଦିଅନ୍ତି, ଯାହାଫଳରେ କି ପରିବେଶ ପ୍ରଦୂଷଣ ହୁଏ। ଯେଭଳି ଭାବରେ ଦିଲ୍ଲୀରେ ଯେଉଁ ହରିୟାଣାର ଯେଉଁ ଚାଷୀମାନେ ସେମାନେ ବିଲରେ ଯେଉଁ ନଡ଼ାକୁ ପୋଡ଼ିବା କାରଣରୁ ଯେଉଁ ଧୂଆଁର ଏକ ଆସ୍ତରଣ ଜମିଯାଏ ଏବଂ ଯାହାଫଳରେ କି ସେ ବାୟୁମଣ୍ଡଳ ପ୍ରଚୁର ପରିମାଣରେ ଦୂଷିତ ହୁଏ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯେଉଁମାନେ ଶ୍ୱାସ ରୋଗୀ ଅଛନ୍ତି, ହୃଦ ରୋଗୀ, ସେମାନଙ୍କ ପାଇଁ ବହୁତ ଅସୁବିଧା ମଧ୍ୟ ସେମାନେ ଭୋଗ କରନ୍ତି ଏବଂ ସ୍କୁଲ ମଧ୍ୟ ବନ୍ଦ କରାଯାଏ। ଅନେକ ସମୟରେ ଯେଉଁ ସ୍କୁଲ କଲେଜ ମଧ୍ୟ ମାସ ମାସ ଧରି ବନ୍ଦ ରହେ ପିଲାମାନଙ୍କର ଯେଉଁ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି। ତେଣୁ ସୁପ୍ରିମକୋର୍ଟଙ୍କର ଏକ କଡ଼ା ତାଙ୍କର ନିର୍ଦ୍ଦେଶ ରହିଛି, ଚେତାବନୀ ଦେଇଛନ୍ତି ଯେ ନଡ଼ା ପୋଡ଼ୁଥିବା ଚାଷୀଙ୍କୁ ଜେଲ୍ ପଠାଯିବା ଉଚିତ। ଆମର ଯେଉଁ ଦିଲ୍ଲୀ NCRରେ ନଡ଼ା କୁଟା ଜାଳିବାକୁ ନେଇ ସୁପ୍ରିମକୋର୍ଟ କଠୋର ମନୋଭାବ ଦେଖାଇଛନ୍ତି। ନଡ଼ା କୁଟା ପୋଡ଼ୁଥିବା ଯେଉଁ ଚାଷୀଙ୍କର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏହି ଯେଉଁ ଶୀର୍ଷ କୋର୍ଟ। କିଛି ଚାଷୀଙ୍କୁ ଜେଲ୍ ପଠାଇବା ପରେ ହିଁ ଅନ୍ୟମାନେ ସଚେତନ ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଚାଷୀଙ୍କୁ ସମ୍ମାନ ଦିଆଯିବ, କିନ୍ତୁ ପରିବେଶ କେହି ପ୍ରଦୂଷଣ ଏ ଯେଉଁ ପରିବେଶକୁ କେହି ପ୍ରଦୂଷଣ କରିପାରିବେ ନାହିଁ। ବୁଧବାର ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ନଡ଼ା କୁଟା ଜାଳୁଥିବା ଚାଷୀଙ୍କର ବିରୋଧରେ ସରକାର କାହିଁକି କୌଣସି ଦଣ୍ଡବିଧାନ ବ୍ୟବସ୍ଥା କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶୀର୍ଷ କୋର୍ଟ। ପ୍ରଧାନ ବିଚାରପତି BR ଗବଲ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କର ପୀଠ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଶୀତ ପୂର୍ବରୁ 3 ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ପଦକ୍ଷେପ ଉଠାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ନଡ଼ା କୁଟା ପୋଡ଼ିବା ପାଇଁ କେବଳ ଜୋରିମାନା ଲଗାଇଲେ କାମ ଚଳିବ ନାହିଁ, ଏଥିପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ଏହି ଯେଉଁ ଶୀର୍ଷ କୋର୍ଟ କହିଛନ୍ତି। ଆଗାମୀ ଶୁଣାଣି 8 ଅକ୍ଟୋବରରେ ହେବ। ପଞ୍ଜାବ ସରକାରଙ୍କ ପକ୍ଷରୁ ଆଇନଜୀବୀ ରାହୁଲ ମେହେର ସେ ମତ ବାଢ଼ିଥିଲେ କି ରାଜ୍ୟ ଲଗାତାର ଏ ଦିଗରେ କାମ କରୁଛି। ଗତ 3 ବର୍ଷରେ ନଡ଼ା କୁଟା ଜାଳିବା ମାମଲା ଅନେକାଂଶରେ ହ୍ରାସ ପାଇଛି। ଚାଷୀଙ୍କୁ ଜେଲ୍ ପଠାଇଲେ ତାଙ୍କ ପରିବାର ଲୋକେ ପ୍ରଭାବିତ ହେବେ ବୋଲି ଏ ଯେଉଁ ମେହେରା ସେ କୋର୍ଟଙ୍କ ଆଗରେ ଯୁକ୍ତି ବାଢ଼ିଥିଲେ। ତେବେ ଦିଲ୍ଲୀର ଯେଉଁ ପଡ଼ୋଶୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣା, ଏ ଯେଉଁ ହରିୟାଣା, ପଞ୍ଜାବ ଏବଂ ହରିୟାଣାରେ ପ୍ରତିବର୍ଷ ଅକ୍ଟୋବର ମାସରେ ନଡ଼ା କୁଟା ଜାଳିବା ଘଟଣା ସାମ୍ନାକୁ ଆସୁଛି। ଏହି କାରଣରୁ ଦିଲ୍ଲୀର ବାୟୁ ପ୍ରଦୂଷିତ ହେଉଛି। ଚାଷୀମାନେ ଚାଷ ଜମିରୁ ଏହାକୁ ହଟାଇବା ପାଇଁ ଜାଳି ଦେଉଛନ୍ତି। ଯଦିଓ ଏକ ସ୍ୱତନ୍ତ୍ର ମେସିନ୍ ସାହାଯ୍ୟରେ ଏହାକୁ ହଟାଯାଇପାରିବ, କିନ୍ତୁ ଏହା ସାମାନ୍ୟ ମହଙ୍ଗା ହେଉଥିବାରୁ ଚାଷୀ ଏହି ଯେଉଁ ବିକଳ୍ପକୁ ସେମାନେ ଆପଣଉନାହାନ୍ତି। ତେଣୁ ସରକାର ଯଦି ଏ ଦିଗରେ ମଧ୍ୟ ପଦକ୍ଷେପ ନେବାର ଆବଶ୍ୟକତା ମଧ୍ୟ ରହିଛି। ସରକାର ଯଦି ଚାଷୀମାନଙ୍କର ସେ ଯେଉଁ ନଡ଼ାକୁ ଯଦି କିଣି ନେଇକରି ତାକୁ ପ୍ରକ୍ରିୟାକରଣ କରନ୍ତୁ କିମ୍ବା ତାକୁ ନଷ୍ଟ କରନ୍ତୁ, ଯାହାଫଳରେ କି ଯେଉଁ ପରିବେଶ ପ୍ରଦୂଷଣ ହେବ ନାହିଁ, ସେଭଳି କଲେ ଚାଷୀମାନେ এই ଯେଉଁ ନଡ଼ାକୁ ପୋଡ଼ନ୍ତେ ନାହିଁ। କିନ୍ତୁ ଯେଉଁ ସୁପ୍ରିମକୋର୍ଟ ଯେଉଁ କଡ଼ା ଚେତାବନୀ ଦେଲେ ଯେ ଚାଷୀମାନଙ୍କୁ ଜେଲ୍ ପଠାଇବା ଦରକାର, ତାକୁ ମଧ୍ୟ ଜଣେ ଆଇନଜୀବୀ ତାକୁ ମଧ୍ୟ ବିରୋଧ କରୁଛନ୍ତି ଯେ ଏହାଦ୍ୱାରା ଚାଷୀଙ୍କର ପରିବାର ବହୁତ ଅସୁବିଧାରେ ପଡ଼ିବେ। କିନ୍ତୁ ପରିବେଶକୁ ଆଗେ ଦୃଷ୍ଟି ଦେବା ଦରକାର ବୋଲି ସୁପ୍ରିମକୋର୍ଟଙ୍କର ତାଙ୍କର ଯେଉଁ ନିର୍ଦ୍ଦେଶ ରହିଛି ଯେ ପରିବେଶ ପ୍ରଦୂଷଣ ହେଲେ ଅନେକ ଲୋକଙ୍କର ସ୍ୱାସ୍ଥ୍ୟ ପ୍ରତି ତାହା ବହୁତ କୁପ୍ରଭାବ ମଧ୍ୟ ପରିଲକ୍ଷିତ ହେଉଛି।